ଚାଷୀ ପୁଅ ଦେଶରେ ସାର୍ ଆଜି ଅଭିମୁଖୀ ଅନୁକୂଳ କଲେ। আজি পবিତ୍ର অକ୍ଷୟ তৃତୀয়া। আজি এক ପବିତ୍ର ଦିନ, ଶୁଭ ଦିନ। ଆଉ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ରଥ ନିର୍ମାଣର ବି ମଧ୍ୟ ଆଜି ଶୁଭାରମ୍ଭ ହେଉଛି। ଏଭଳି ଏକ ଅବସରରେ ଆମେ ଆଜି ପାଳନ କରୁଛୁ ରାଜ୍ୟସ୍ତରୀୟ ଇଏ କୃଷକ ଦିବସ। ଏ ରାଜ୍ୟସ୍ତରୀୟ କୃଷକ ଦିବସ ଅବସରରେ ମୁଁ ନିଶ୍ଚିତ ଭାବରେ ସର୍ବପ୍ରଥମେ ଶୁଭେଚ୍ଛା ଦେବି ରାଜ୍ୟର ସମସ୍ତ କୃଷି ଭାଇ ଭଉଣୀମାନଙ୍କୁ। ଆପଣମାନେ ଜାଣିଛନ୍ତି ଇଏ କୃଷି ବିନା ଆମର ଓଡ଼ିଶା ଆଗେଇ ପାରିବ ନାହିଁ। ଅର୍ଥନୀତି ଦୃଷ୍ଟିକୋଣରୁ ମଧ୍ୟ ଆମର ମୂଳ ଭିତ୍ତି ହେଉଛି ଆମର ସବୁଠାରୁ ବଡ଼ ହେଉଛି କୃଷି। ଆଉ ୟାକୁ ଆଖି ଆଗରେ ରଖିକି ଆଜିର ଏହି ପବିତ୍ର ଅବସରରେ ଅକ୍ଷି ମୁଠି ଅନୁକୂଳ ଆଜି କରାଯାଇଛି ଏବଂ ଏ ଶୁଭ ଦିନରେ କଲେ ନିଶ୍ଚିତ ଭାବରେ ଆଜି ଆମର ଚାଷୀ ଭାଇମାନଙ୍କର ଯେଉଁ ଚାଷ କାମ ଆରମ୍ଭ କରିବାର ପ୍ରକ୍ରିୟା ଇଏ ଗୋଟିଏ ପ୍ରକାର ଆରମ୍ଭ ହେଉଛି ଏବଂ ନିଶ୍ଚିତ ଭାବରେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବି, ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ଯେ ଚଳିତ ବର୍ଷ ମଧ୍ୟ ଆମର ଚାଷୀ ଭାଇ ଭଉଣୀମାନେ ସେମାନେ ଭଲ ଚାଷ କାର୍ଯ୍ୟ କରନ୍ତୁ, ଭଲ ଶସ୍ୟ ଉତ୍ପାଦନ କରନ୍ତୁ ଏବଂ ସେମାନେ ଆଗକୁ ବଢ଼ନ୍ତୁ। ଆଉ ସେଥିପାଇଁ ଆମେ ଆଜି ମଧ୍ୟ ସେମାନଙ୍କୁ ଆମ ରାଜ୍ୟ ସରକାରଙ୍କର ଯେଉଁ ଯୋଜନା ସିଏମ୍ କିଷାନ, ମୁଖ୍ୟମନ୍ତ୍ରୀ ଯେଉଁ ସିଏମ୍ କିଷାନ ଯୋଜନା, ସେଥିରେ ଆମେ ଆଜି ଆମ ଓଡ଼ିଶାର 41,68,852 ଜଣ ଚାଷୀଙ୍କୁ 2026 ଖରିଫ ଋତୁ ଚାଷ ପାଇଁ ଆମେ ସିଏମ୍ କିଷାନ ଯୋଜନାରେ 838,48,00,000 ଟଙ୍କା ଆର୍ଥିକ ସହାୟତା ଆଜି ଆମେ ଡିବିଟି ଜରିଆରେ ସେମାନଙ୍କର ବ୍ୟାଙ୍କ ଆକାଉଣ୍ଟକୁ ଆଜି ଆମେ ପଠାଇ ଦେଇଛୁ। ଏଥିରେ କ୍ଷୁଦ୍ର ଚାଷୀ ଅଛନ୍ତି, ନାମମାତ୍ର ଚାଷୀ ବି ଅଛନ୍ତି, ଭୂମିହୀନ କୃଷି ପରିବାର ବି ଅଛନ୍ତି ଏବଂ ଆଉ କିଛି ଜନଜାତି କୃଷକ ପରିବାର ମଧ୍ୟ ଅଛନ୍ତି ଯେଉଁମାନେ କି ସିଧାସଳଖ ଭାବରେ ଉପକୃତ ହୋଇପାରିବେ। ଏଣୁ ନିଶ୍ଚିତ ଭାବରେ ଇଏ ସିଏମ୍ କିଷାନ ଦୁଇଟି କିସ୍ତିରେ ଆମେ 2,000 କରି 4,000 ଟଙ୍କା ପ୍ରଦାନ କରୁଛୁ ଏବଂ ଏହା ସହିତ ମଧ୍ୟ ପିଏମ୍ କିଷାନ ଯୋଜନାରେ ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଯେଉଁ ପିଏମ୍ କିଷାନ ଦେଉଛନ୍ତି ସେଥିରେ 6,000 ଟଙ୍କା ଦେଉଛନ୍ତି। 3ଟି କିସ୍ତିରେ 6,000 ଟଙ୍କା ପିଏମ୍ କିଷାନରେ, 4,000 ଟଙ୍କା ସିଏମ୍ କିଷାନରେ, ୟାକୁ ମିଶାଇଲେ 10,000 ଟଙ୍କା ଆମେ ଆର୍ଥିକ ଯେଉଁ ସହାୟତା ପ୍ରଦାନ କରୁଛୁ। ଚାଷ କାର୍ଯ୍ୟ ସମୟରେ ଆମେ ତାକୁ ପ୍ରଦାନ କରିବା ଦ୍ୱାରା ଚାଷୀ ତାର ଏହି ସହାୟତା ରାଶିକୁ ସାର, ବିହନ, କୀଟନାଶକ ଔଷଧ ଆଦି ଆବଶ୍ୟକ ସମୟରେ ସେ ପାଇପାରୁଛି, ଯାହାଫଳରେ କି ଆଜି ଶସ୍ୟ ଉତ୍ପାଦନରେ ଓଡ଼ିଶା ଭାରତ ବର୍ଷରେ ଏକ ଅଗ୍ରଣୀ ରାଜ୍ୟ ହିସାବରେ ଏବଂ ଦ୍ୱିତୀୟ ରାଜ୍ୟ ହିସାବରେ ମଧ୍ୟ ସ୍ୱତନ୍ତ୍ର ଭାବେ ଧାନ ଉତ୍ପାଦନରେ ଆଜି ପ୍ରତିଷ୍ଠା ଲାଭ କରିପାରିଛି। ଏଣୁ ନିଶ୍ଚିତ ଭାବରେ ଆମେ ଚଳିତ ବର୍ଷ ମଧ୍ୟ ଆମେ ଆହୁରି ଆଗକୁ ଯିବା ପାଇଁ ଚାହୁଁଛୁ ଏବଂ ବିଶେଷ କରିକି ଆଜି ଏ କୃଷି କ୍ଷେତ୍ରରେ ଆମର ଯେଉଁ ଅଭିବୃଦ୍ଧି ଆଜି 5.3କୁ ଆଜି ବୃଦ୍ଧି ହେଇଛି, ଯାହାକି ଜାତୀୟ ହାର ଠାରୁ ମଧ୍ୟ ଓଡ଼ିଶା ଆଗରେ ଅଛି। ଏଣୁ ଆମର ଚାଷୀମାନଙ୍କର ଯେଉଁ ଆୟରେ ତାଙ୍କର ବୃଦ୍ଧି ଘଟିଛି, ଯେଉଁ ଦ୍ୱିଗୁଣ ହେବା ପାଇଁ ଆମେ ଯେଉଁ ସଂକଳ୍ପ ନେଇଥିଲୁ, ଚାଷୀଙ୍କୁ ପ୍ରତିଶ୍ରୁତି ଦେଇଥିଲୁ, ତାହା ଆଜି ପୂରଣ ହେବା ପାଇଁ ଯାଉଛି। ଧନ୍ୟବାଦ।